चढ़ई मानू किसी बिस्कुट दे देइथिली गोटे काऊ आसला खाइबी खाइबिनी ହେଇକି ଲାଷ୍ଟ ନେଇକି ବିସ୍କୁଟଟା ଖାଇଲା। ମାନେ ଖାଦ୍ୟ ଛାଡ଼ିକି କିଏ କେବେ ଯାଇପାରେ? ସେଠୁ ଖାଦ୍ୟଟା ଛାଡ଼ିଗଲା ମିଳିବନି ତାକୁ ନେଇକି ଗୋଟେ ଭାବି ଚିନ୍ତିକି ଖାଇଲା। ଇଏ ଗୋଟେ ଯାଇଥିଲା ମାଛ ଆଣିବା ପାଇଁ, ପୁଅ ଗୋଟେ ଚକୋଲେଟ୍ ଆଣି ଲୁଚେଇକି ଖାଉଛି କାଳେ କିଏ ନେଇଯିବ। ମାଛ ସ୍ୱାମୀ ଆଣିଥିଲେ ମାଛ, ରୋହି ମାଛକୁ ଭଲସେ ଧୋଇକି ପୁରା କ୍ଲିନ୍ କରିଦେଇକି ତା ଦେହରେ ହଳଦୀ ଲୁଣ ପକେଇକି ଗୋଳେଇ ଦେଲି। କଢ଼େଇରେ ସୋରିଷ ତେଲ ନେଇକିନି ତାକୁ ପକେଇକିନି ଭାଜିଦେଲି। ଗୋଟେ ଗୋଟେ ପିସ୍ ପକେଇଦେଲି। 6 ଏକର ଭାଜି ହେଇଗଲାଣି। ମୁଁ ସେପଟେ ନଉଟେଇ ପୁରା କଢ଼ା କରିକି ମାଛ ଭଲସେ ଭାଜିଦେଲି। ଏପଟେ ଭାରି ହେଇଗଲାଣି। ଆଉ ଗୋଟେ ଭାରି ପକେଇଦେଲି। ଅଧିକା ମାଛ ପକେଇଦେଲି କାଳେ ଭାଙ୍ଗିଯିବ ବୋଲି ମୁଁ 3 ପିସ୍ କରି ପକେଇକି ଭାଜୁଥିଲି। ମାଛ ପୁରା ଆମର ଦେଖନି ଭଲସେ ପୁରା ଭାଜି ହେଇଯାଇଛି କଢ଼ା ହେଇକି, ଦେଖିବା ପାଇଁ ବି ସୁନ୍ଦର ଲାଗୁଛି, ଖାଇଲା ବେଳକୁ ଭଲ ଲାଗିବ। ତାପରେ ସ୍ୱାମୀ କହିଥିଲେ ଅଣ୍ଡା ଆମ୍ଲେଟ୍ କରିବା ପାଇଁ। ଅଣ୍ଡା ପାଇଁ ନେଇଥିଲି ସୋରିଷ ତେଲ, ଜିରା, ପିଆଜ, ଟମାଟର, କଞ୍ଚାଲଙ୍କା, ହଳଦୀ, ଲୁଣ ତାକୁ 5 ମିନିଟ୍ ଭାଜି ଦେଇକିନି ଅଣ୍ଡା ଦୁଇଟା ଆସ୍ତେକିନି ଫଟେଇ ତା ଦେହରେ ପକେଇ ଦେଇଥିଲି। ଅଣ୍ଡାକୁ କଷ୍ଟ ହେବନି ଜୋର ବାଡ଼ିଲେ, ସାଙ୍ଗେ ସାଙ୍ଗେ ଭିତରେ 2 ସେକେଣ୍ଡରେ ଅଣ୍ଡା ଆମ୍ଲେଟ୍ ପୁରା ଏକର ହେଇଗଲାଣି। ସେପଟ ନଉଟେଇ ଦେଇକିନି ଭଲସେ ଅଣ୍ଡା ଆମ୍ଲେଟ୍ ପୁରା ଚିକ୍କଣ କରି ସୁନ୍ଦର କରି ତିଆରି କରିଦେଲି ଅଣ୍ଡା ଆମ୍ଲେଟ୍। ଖବର ଆସିଥିଲେ ଯେ ତାଙ୍କ ସାଙ୍ଗ ଜଣେ ଆସିବେ, ତାଙ୍କ ପାଇଁ ଚିକେନ୍ ସ୍ୱାମୀ ଯାଇକି ଫଟାଫଟ ନେଇଗଲେ। ସେ ଡ୍ୟୁଟି ଯିବେ ତ, ସେଠୁ ଚିକେନ୍ ନେଇ ଆସିଥିଲେ। ବେଳାବେଳି କରିଦେଲେ ଖାଇକି ଯିବେ ତାଙ୍କ ସାଙ୍ଗ। ଚିକେନ୍ ଭଲସେ କ୍ଲିନ୍ କରିଦେଲେ। ତା ଦେହରେ ଦହି, ହଳଦୀ, ସୋରିଷ ତେଲ ଗରମ କରି ପକେଇଲି, କାହିଁକିନା ଆଇଁଷିଆ ଗ୍ୟାସ୍ ହେବନି, ଖାଇବା ପାଇଁ ବି ଭଲ ଲାଗିବ। ସୋରିଷ ତେଲ ଗରମ କରି ପକେଇକି ତାକୁ ମ୍ୟାରିନେଟ୍ କରିକିନି ଗୋଳେଇ ଦେଇକିନି ଛାଡ଼ିଦେଲି 10ରୁ 15 ମିନିଟ୍ ଘୋଡ଼େଇ ଦେଇକିନି। ଭଲସେ ଗୋଳେଇ ଗାଳେଇକି ଦେଇଦେଲି। ହଳଦୀ, ଲୁଣ, ଦହି, ଗରମ ସୋରିଷ ତେଲ ପକେଇ ଦେଇ ତାକୁ ମ୍ୟାରିନେଟ୍ କରି 10-15 ମିନିଟ୍ ଛାଡ଼ିଦେବା। ଆଳୁ ମୁଁ ଚିକେନ୍ ଅନୁସାରେ ଆଳୁ ନେଇଛି। ଆଳୁକୁ ବଡ଼ ବଡ଼ ପିସ୍ କରି କାଟିକି ତାକୁ ଭଲସେ ଧୋଇ ନେଇଯାଇଛି। କଢ଼େଇ ନେଇଛି ସୋରିଷ ତେଲ ତାକୁ ପକେଇ ଦେଇଛି। ଅଳ୍ପ ସ୍ୱାଦ ଅନୁସାରେ ଲୁଣ ପକେଇ ତାକୁ ଭାଜିବା ପାଇଁ ଛାଡ଼ି ଦେଇଛି। ନେଇଛି ଅଦା, ରସୁଣ, ଜିରା, ଶୁଖିଲା ଲଙ୍କା ଦିଟା ତାକୁ ପେଷ୍ଟ, 2ଟା ପିଆଜ ଗୋଟେ ପେଷ୍ଟ କରିଦେଇଛି, ଗୋଟେ ଟମାଟର ପେଷ୍ଟ କରିଦେଇଛି। ମସଲା ପାଇଁ ନେଇଛି ପିଆଜ କାଟି ନେଇଯାଇଛି, 3ରୁ 4ଟା ପିଆଜ କାଟିକି ନେଇଯାଇଛି। ତା ଭିତରେ ଆମ ଆଳୁ ବି ପୁରା କଢ଼ା ଭଳିଆ ଭାଜି ହେଇଗଲାଣି। ତାକୁ କାଢ଼ିଦେଇଛି ଗୋଟେ ଜାଗାରେ। କଢ଼େଇ ଦେଇ ତେଲରେ ଗୋଟା ମସଲା ସବୁ ଦେଇଦେଇଛି। ପିଆଜ ପକେଇ ଦେଇଛି। ପିଆଜ ଜାରିଗଲା ପରେ ପକେଇ ଦେଇଛି ବାଟିକି ରଖିଥିବା ପିଆଜ। ତାକୁ ହାଲକା ଭାଜି ସାରିଲା ପରେ ଅଦା ରସୁଣ ପେଷ୍ଟ ପକେଇ ଦେଇଛି। ତା ଦେହରେ ପକେଇଛି କାଶ୍ମୀର ଚିଲି ପାଉଡ଼ର, ଖାଲି ଚିଲି ପାଉଡ଼ର, ତା ଦେହରେ ଅଳ୍ପ ତେଜପତ୍ର, 3ଟା ତେଜପତ୍ର ନେଇଛି। ତରକାରୀ ଅନୁସାରେ ନେଇଛି ହଳଦୀ, 2 ଥର ମୁଁ ହଳଦୀ ଗୁଣ୍ଡ ନେଇଛି। ତା ଦେହରେ ପକେଇ ଦେଇଛି ଟମାଟର, ବାଟି ରଖିଥିବା ଟମାଟର ପେଷ୍ଟ ତାକୁ ପକେଇ ଦେଇଛି। ସ୍ୱାଦ ଅନୁସାରେ ଲୁଣ, ଧନିଆ ପାଉଡ଼ର ତାକୁ ପକେଇକିନି 10 ମିନିଟ୍ ସାରିଲା ପରେ ତା ଦେହରେ ଆଡ଼୍ କରିଦେଇଛି ଚିକେନ୍ ମସଲା ପକେଇକି ଆଉ 5 ମିନିଟ୍ କଷି ଦେଇ ଦେଖନ୍ତୁ ମସଲା ପୁରା କଷି ହେଇ ଆସିଲାଣି। ମ୍ୟାରିନେଟ୍ କରି ରଖିଥିବା ଚିକେନ୍କୁ ପକେଇ ଦେଇଛି। ଚିକେନ୍କୁ ପକେଇ ଭଲସେ ଗୋଳେଇ ଦେଇକି ତାକୁ ଛାଡ଼ି ଦେଇଛି କଷି ହେବା ପାଇଁ, କାହିଁକିନା ଚିକେନ୍ରୁ ପାଣି ବାହାରିକିନି ମରିଗଲା ପରେ ଚିକେନ୍ ଟେଷ୍ଟ ଆସିବ, ନହେଲେ ଆଇଁଷିଆ ଗ୍ୟାସ୍ ହେବ। ଦେଖନ୍ତୁ ଚିକେନ୍ ପୁରା ଭଲସେ କଷି ହେଇ ଆସିଲାଣି, ତେଲ ବି ଛାଡ଼ିଗଲାଣି, ପାଣି ବି ମରିଯାଇଛି। ତା ଦେହରେ ଦେଇଦେବି ପାଣି। ତାକୁ ପାଣି ଦେଇକି ତାକୁ ଛାଡ଼ି ଦେଇଛି ଘୋଡ଼େଇକିନି। ଏପଟେ ମୁଁ ଆଉ ଗୋଟେ ଗ୍ୟାସ୍ ଲଗେଇକିନି ତା ଦେହରେ ପାମ୍ପଡ଼ ଛାଣି ଦେଇଛି। ଚିକେନ୍ ଆମର ହେଇ ଆସିଲାଣି। ଭାଜିକି ରଖିଥିଲି ଗୋଟା ମସଲା ପକେଇ ଦେଇଛି। କଞ୍ଚା ଗୋଟା ମସଲା ପକେଇଲେ ଭଲ ଲାଗେନି, ଗରମ ମସଲା ଭାଜିକି ପକେଇଛି, ଭଲ ଲାଗିଲା। ସବସ୍କ୍ରାଇବ୍ କରିବେ।